ମୁଁ 8 ଦିନ ପାଇଁ ଘରକୁ ଯାଉଛି। ଯାଅ। ବାହାରେ ବୁଲାବୁଲି କରିବନି। ଓକେ ହଉ ହଉ। ଭେରି ଗୁଡ୍। ସବୁଦିନ ସନ୍ଧ୍ୟା ପୂର୍ବରୁ ଘରେ ଥିବ। ଓ ମାଇ ଗଡ୍ ଗୁଡ୍ ହଜବେଣ୍ଡ। ହଉ ମତେ ଗୋଟେ 10,000 ଟଙ୍କା ଫୋନ ପେ କଲ। 10,000 କଣ ହବ? ମୁଁ ଏତେ ଦିନ ପରେ ଘରକୁ ଯାଉଛି ଟି। ମୋ ଭାଇଟା ଅଛି ତା ପାଇଁ ଦି ହଳ ପ୍ୟାଣ୍ଟ ସାର୍ଟ ନେବିନି। ନିହାତି ନା ଆଉ ଯଦି ତା ପାଇଁ ନେବି ତାହେଲେ ଭାଉଜଟା ଅଛି ସେ ତାଙ୍କ କହିବ ଭାଇ ନବ ପାଇଁ ଆଣିଲା ଭାଉଜ ପାଇଁ ଆଣିଲାନି ଖରାପ ଭାବିବ। ନିହାତି। ତା ପାଇଁ 2-4 ଖଣ୍ଡ ଶାଢୀ ନେବି। ନାଇଁ ନାଇଁ ଠିକ କଥା ଭାଇ ପାଇଁ ନବୁ ମାନେ ଭାଉଜ ପାଇଁ ବି ନବୁ ଆଉ। ପୁଣି ତାପରେ ମା ଭେରି ଆସିଯିବ ଗୁଡ୍। ମଝିରେ ସିଏ କହିବ ଭାଉଜ ଭାଇ ପାଇଁ ନେଇ ଆଇଲା ମୋ ପାଇଁ ଆଣିଲାନି। ତାଙ୍କ ପାଇଁ 2-3 ଖଣ୍ଡ ପୁଣି ଶାଢୀ ଫ୍ୟାମିଲିର ନବାକୁ ପଡିବ। ସମସ୍ତଙ୍କ ପାଇଁ ନବା ପାଇଁ ପଡିବ ତାପରେ ୟାର। ରହିଲା ସାଇ ପଡିଶା ବନ୍ଧୁବାନ୍ଧବ ତାଙ୍କ ପାଇଁ ପୁଣି ମିଠା ମିଠି ନେଇକି ଯିବି ନା ନାଇଁ। ନିହାତି ନା 10,000 ଟଙ୍କା ଦେଇଦେଇଛୁ କିଛି ଅସୁବିଧା ନାହିଁ ଯେ ତୁ ଘରକୁ ବୋଧେ 8-10 ଦିନ ପରେ ଆସିବୁ। ନିହାତି। ଆସିଲା ବେଳକୁ ଗୋଟେ କାମ କରିବୁ ଶାଶୁ ପାଇଁ 8-10ଟା ଖଣ୍ଡେ ଲୁଗା ମୋ ପାଇଁ ଗୋଟେ 6-7 ହଳ ଗୋଟେ ଡ୍ରେସ୍ ସାନ ଭଉଣୀଟା ଅଛି ସାନ ନଣନ୍ଦ ତା ପାଇଁ ଆସିଲା ଗୋଟେ ସୁନା ମୁଦି 8-10 ହଳ ଡ୍ରେସ୍